ଭଲ ଲାଗୁଛି ବୋଲି ତ ମେଡ଼ିସିନ ଷ୍ଟୋର ଛାଡ଼ି ଆସିଛି। ଖଣ୍ଡଗିରିରେ କେତେ ବର୍ଷ କ'ଣ ଛାଡ଼ିକି ଆସିଛନ୍ତି? ମେଡ଼ିସିନ ଷ୍ଟୋର ଦେଇଥିଲି। ମେଡ଼ିସିନ ଷ୍ଟୋର ଦେଇଥିଲେ ଯାତ୍ରା କରିବା ଆସିଲେ ଖୁସି ଲାଗୁଛି, ମଜା ଲାଗୁଛି ତା ଅପେକ୍ଷା? ହଁ ଖୁସି ଲାଗୁଛି। ଖଣ୍ଡଗିରିରେ କେମିତି ଲାଗୁଛି? ଖଣ୍ଡଗିରିରେ ମୁଁ ଯେତେ ବର୍ଷ ଯାତ୍ରାରେ ବର୍ତ୍ତମାନ ଅଛି ସବୁ ବର୍ଷ ଆସିଛି, ସେ ମାଆଙ୍କ ଦୟା ଆସିଛି। ମୁଁ ସୁଧାଂଶୁ, ଚରିତ୍ର ଅଭିନେତା, ଯାତ୍ରା ଅଶୋକ ସମ୍ରାଟରେ କାର୍ଯ୍ୟରତ। ସତ ଦାଢ଼ି ନା ମିଛ ଦାଢ଼ି? ସତ ଦାଢ଼ି। ପାଚି ଯାଇଛି? ହଁ। ବୟସ ହେଇଗଲାଣି ନା ହେଇନି? ବୟସ ପଡ଼ୁନି? 47 ସାଲ 47। କମ୍ ବୟସ, ଚରିତ୍ର ରୋଲ୍ କରୁଛନ୍ତି, କଷ୍ଟ? ଚଳିବ। କେତେ ବର୍ଷ ହେଲାଣି କଲାଣି? ମୁଁ ଏ ଦିନକୁ 5 ବର୍ଷ ହବ ଆସିଛି। କେମିତି ଲାଗୁଛି ଯାତ୍ରା ଜଗତ କେମିତି ଲାଗୁଛି? ଆଗରୁ ଖଣ୍ଡଗିରି ଏକା ଖଣ୍ଡଗିରି ଉପରେ କିଛି ଫରକ? ନା, ବରଂ ଦର୍ଶକଙ୍କର ଆଡ଼ୁ ଖୁସି ମହଲ ଅଛି। ଫାଷ୍ଟ ନାଇଟ୍ କେଉଁଠି ଏତେ ଲୋକ ହବାର, ଫାଷ୍ଟ ନାଇଟ୍ କେଉଁଠି ଏତେ ଲୋକ ହୁଅନ୍ତିନି। ମୁଁ ପ୍ରଥମ ଥର ପାଇଁ ଦେଖିଲି 5 ବର୍ଷ ଭିତରେ। ଏ ବର୍ଷ ସବୁଠି ହାଉସଫୁଲ୍। ଖୁସି ଲାଗୁଛି, ଯାତ୍ରା କରିବା ପାଇଁ ମଜା ଲାଗିବ। କଳାକାରଙ୍କ ମନରେ ଗୋଟେ ଉତ୍ସାହ। ମୋର ଆଜି ଏ ବହିର ନାଁ ହେଉଛି ଅଧା ରହିଗଲା ଆମ କାହାଣୀ। ୟୁନିକ୍ ପ୍ରଦୀପ ବେହେରାଙ୍କର ରଚିତ ଏବଂ ନିର୍ଦ୍ଦେଶିତ ନାଟକ। খুব সুন্দর হয়েছে। মোর এতে জেজ চরিত্র। হ্যাঁ এ বড় আরে তো জেজকু তু কড় বলি ভাবুছু রে, তু যা ভাবুছু মু সেই আনুরে। আজ পর্যন্ত যোউটা কেই হেলে কই নতিলে, তু তো সেই কথাটা কইদেলু না। এ বড় কাহিকি এতে আউ নিন্দা অপবাদ দৌছু রে, পারুছু যদি এ বুড়াটাକୁ ବିଷ ଟିକେ ଦେଇଦେ। ଆପଣ ଏତେ ସାରା କ୍ୟାରେକ୍ଟର କରିଛନ୍ତି, ଜେଜ କ୍ୟାରେକ୍ଟର ଟିକେ କଷ୍ଟ ହୁଏନି କଣ୍ଠଟା ଚାପିକି? ହବ ସେଟା ମାଆଙ୍କର ଆଶୀର୍ବାଦ, ନହେଲେ ଯିଏ ନାଟ୍ୟକାର ସେ ଭଗବାନ ଆମର। ତାଙ୍କ ମନ୍ଦିର ଯେତେବେଳେ ଜାଗ୍ରତ ହେଲା ମୁଁ କରିପାରିବି।